ଆଜିର ଭିଡିଓରେ ଆମେ କଥା ହେବା କାହିଁକି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଲେଖା ଗୁଡ଼ିକ ଆଜି ମଧ୍ୟ ଜୀବନ୍ତ। ଓଡ଼ିଆ ସାହିତ୍ୟ ଜଗତରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗଳ୍ପ ଏବଂ ଉପନ୍ୟାସ ଗୁଡ଼ିକ ଏକ ବିଶେଷ ଗୁରୁତ୍ୱ ରହିଛି। ତାଙ୍କୁ ଓଡ଼ିଆ କଥା ସାହିତ୍ୟର ଜନକ ବା ପିତାମହ ବୋଲି କୁହାଯାଏ। ତାଙ୍କ ଲେଖା ଗୁଡ଼ିକ ସାଧାରଣ ମଣିଷ କଥା, ସାମାଜିକ ସଂସ୍କାର, ବାସ୍ତବବାଦୀ ଶୈଳୀ ଓ ଭାଷା ଶୈଳୀ, ଓଡ଼ିଶାର ଭାଷା ସୁରକ୍ଷା ଏ ସବୁକୁ ନେଇକି ଅନ୍ତର୍ଭୁକ୍ତ। ଯଦି ଆମେ ସାଧାରଣ ମଣିଷର କଥାକୁ ଯିବା, ଫୋକସ୍ ଅନ୍ କମନ୍ ପିପଲ୍ ଯୋଉଟା ଆମେ କୁହନ୍ତି, ତାହେଲେ ଫକୀରମୋହନଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟ ମୁଖ୍ୟତଃ ରାଜା ମହାରାଜା କିମ୍ବା ପୁରାଣ କଥା ଉପରେ ଆଧାରିତ ଥିଲା। କିନ୍ତୁ ଫକୀରମୋହନ ସର୍ବପ୍ରଥମେ ସାଧାରଣ ଚାଷୀ, ତନ୍ତୀ, ଗରିବ, ବିଧବା ଏବଂ ଗ୍ରାମର ସରଳ ମଣିଷଙ୍କୁ ନେଇ ସାହିତ୍ୟ ରଚନା କଲେ। ତାଙ୍କର 6 ମାଣ 8 ଗୁଣ୍ଠ ଉପନ୍ୟାସ ଏକ ଜ୍ୱଳନ୍ତ ଉଦାହରଣ। ଯଦି ଆମେ ସାମାଜିକ ସଂସ୍କାର ବିଷୟରେ କଥା ହେବା, ଯୋଉଟା ସୋସିଆଲ ରିଫର୍ମ ଆମେ କୁହନ୍ତି, ସେ ତାଙ୍କ ଲେଖା ମାଧ୍ୟମରେ ସମାଜର କୁସଂସ୍କାର, ଶୋଷଣ ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଜମିଦାର ଓ ସାହୁକାର ମାନେ ଗରିବ ଚାଷୀଙ୍କୁ କିଭଳି ଶୋଷଣ କରୁଥିଲେ ତାହା ସେ ଦର୍ଶାଇଥିଲେ। ରେବତୀ ଗଳ୍ପ ମାଧ୍ୟମରେ ସେ ନାରୀ ଶିକ୍ଷାର ଗୁରୁତ୍ୱ ଏବଂ ତତ୍କାଳୀନ ସମାଜର ରକ୍ଷଣଶୀଳ ମାନସିକତାକୁ ଦର୍ଶାଇଥିଲେ। ଯଦି ତାଙ୍କର ବାସ୍ତବବାଦୀ ଶୈଳୀକୁ ଯିବା, ରିଅଲିଜିମକୁ ଯଦି ଯିବା, ତାଙ୍କ ସାହିତ୍ୟ ସମ୍ପୂର୍ଣ୍ଣ ରୂପେ ବାସ୍ତବ ଧର୍ମୀ ଘଟଣା ଗୁଡ଼ିକ ପଢିଲେ ମନେ ହୁଏ ସତେ ଯେମିତି ତାଙ୍କ ଆଖି ଆଗରେ ସବୁ ଘଟୁଛି। ସେ କୌଣସି କଳ୍ପନା ଅପେକ୍ଷା ସମାଜର ନଗ୍ନ ସତ୍ୟକୁ ଉପସ୍ଥାପନ କରିବାରେ ବିଶ୍ୱାସ କରୁଥିଲେ। ତାଙ୍କର ଯଦି ଭାଷା ଶୈଳୀକୁ ଆମେ ଯିବା, ଫକୀରମୋହନଙ୍କର ସବୁଠାରୁ ବଡ଼ ଅବଦାନ ହେଉଛି ଓଡ଼ିଆ ଭାଷା। ସେ ସାହିତ୍ୟରେ ପଣ୍ଡିତମାନଙ୍କ ଭାଷା ବଦଳରେ ଗାଉଁଲି ଭାଷା ବା ଲୋକମାନଙ୍କ ମୁଖରୁ ଯେଉଁ ଭାଷା ସେମାନେ ବ୍ୟବହାର କରୁଥିଲେ, ସେଇ ଭାଷାକୁ ସେ ତାଙ୍କ ଲେଖାରେ ବ୍ୟବହାର କରୁଥିଲେ। ସେଇ ଲେଖାକୁ ସେ ଏଇଭଳି ଭାବରେ ବ୍ୟଙ୍ଗ କରିକି ଲେଖୁଥିଲେ, તે ପାଠକମାନଙ୍କୁ ସେ କ'ଣ କରୁଥିଲା ନା ହସାଇ ଦେଉଥିଲା। ତା ସହିତ ସେ କ'ଣ କରୁଥିଲେ, ଓଡ଼ିଆ ଭାଷାର ସୁରକ୍ଷା କରୁଥିଲେ, ପ୍ରୋଟେକ୍ସନ ଅଫ ଓଡ଼ିଆ ଲାଙ୍ଗୁଏଜ। ଯେତେବେଳେ ଓଡ଼ିଆ ଭାଷାର ଅସ୍ତିତ୍ୱ ପ୍ରତି ବିପଦ ଆସିଥିଲା, ସେତେବେଳେ ଫକୀରମୋହନ ଜଣେ ସୈନିକ ଭଳି ଛିଡ଼ା ହୋଇଥିଲେ। ସେ ସୁନ୍ଦର ଓଡ଼ିଆ ଗଳ୍ପ ରଚନା କରି ପ୍ରମାଣ କରିଦେଇଥିଲେ ଯେ ଓଡ଼ିଆ ଏକ ସ୍ୱତନ୍ତ୍ର ଏବଂ ସମୃଦ୍ଧ ଭାଷା। ତାଙ୍କର ଯୋଉ କିଛିଟା ଅମର ସୃଷ୍ଟି ରହିଛି, ସେଗୁଡ଼ିକ ହେଲା ରେବତୀ, ପ୍ରଥମ ଆଧୁନିକ ଓଡ଼ିଆ କ୍ଷୁଦ୍ର ଗଳ୍ପ, 6 ମାଣ 8 ଗୁଣ୍ଠ ଏକ କାଳଜୟୀ ଉପନ୍ୟାସ, ଲଛମା ଐତିହାସିକ ଉପନ୍ୟାସ, ମାମୁଁ ଓ ପ୍ରାୟଶ୍ଚିତ ସାମାଜିକ ବ୍ୟବସ୍ଥା ଉପରେ ଆଧାରିତ, ଆତ୍ମଜୀବନ ଚରିତ୍ର ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଆତ୍ମଜୀବନୀ। ସଂକ୍ଷେପରେ ଯଦି ଆମେ କହିବା, ଫକୀରମୋହନଙ୍କ ଲେଖା ଗୁଡ଼ିକ ଓଡ଼ିଆ ଜାତିର ଦର୍ପଣ ସଦୃଶ। ତାଙ୍କ ବିନା ଓଡ଼ିଆ ସାହିତ୍ୟର ଇତିହାସ ଅଧୁରା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି କିଛି କ୍ୱେଶ୍ଚିନ୍ ଯଦି ଡାଉଟ୍ ଅଛି କମେଣ୍ଟ ଲେଖିଦେବା, ଆନ୍ସର କରିବା। ଯଦି ଭଲ ଲାଗିଲା, ବୁଝି ହେଲା, ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ।